ବାଣିଜ୍ୟ କାରବାର ନିଶା ଦିନେ ତାଙ୍କୁ କରେଇଲା କୋଟିପତି। ଓଲା କଥା ଆପଣଙ୍କୁ କହିବାକୁ ପଡ଼ିନପାରେ। ଓଲା ଭେହିକିଲ୍ ଟ୍ରାଭେଲିଂର ଇ-କମର୍ସ ବିଜନେସ୍ କରିବା ପରେ ଏବେ ଇଲେକ୍ଟ୍ରିକ୍ ଭେହିକିଲ୍ ବା ଇଭି ପ୍ରଡକ୍ସନ୍ କରି ଚର୍ଚ୍ଚାରେ ରହିଛି। ଯେତେ ଇଭି ମାର୍କେଟରେ ଗଡ଼ୁଛନ୍ତି ସମସ୍ତଙ୍କଠାରୁ ଓଲା ଇଭି ଆଗରେ ରହିଛି। ଏହି ଇଭିରେ ଏମିତି ସୁବିଧା ରହିଛି ଯାହା ଥରେ ଚାର୍ଜ କଲେ 150ରୁ ଅଧିକ କିଲୋମିଟର ଯାଏ ଯାତ୍ରା କରିବା ସହ ଅନେକ ଗୁଡ଼ିଏ ଫିଚର୍ସ ରହିଛି। ଜିପିଏସ୍ ଟ୍ରାକିଂ ସହିତ ୱାଇଫାଇ ଫାଷ୍ଟ ଚାର୍ଜିଂ ଭଳି ବ୍ୟବସ୍ଥା ରଖି ସମସ୍ତଙ୍କୁ ଆକର୍ଷିତ କରିବା ସହ ବିଜନେସକୁ ବହୁଗୁଣା କରିପାରିଛି। ଇ କମର୍ସ ବିଜନେସରୁ ମ୍ୟାନୁଫ୍ୟାକ୍ଚରିଂ ପର୍ଯ୍ୟନ୍ତ କରିଥିବା ଯାତ୍ରା ପଛରେ ରହିଛି ଅନେକ ସଂଘର୍ଷର କାହାଣୀ। ଓଲା ସମସ୍ତଙ୍କ ମନ କିଣିବାରେ ସମର୍ଥ ହେବାର କାରଣ ହେଲା କମ୍ ଟଙ୍କା ଓ କମ୍ ସମୟ ଭିତରେ ନିଜ ଲକ୍ଷ୍ୟସ୍ଥଳୀରେ ପହଞ୍ଚିବାର ସୁଯୋଗ ସୃଷ୍ଟି କରିପାରିଛି। ଆପଣ ଘରୁ ବାହାରିଛନ୍ତି, ପାଖରେ କିଛି ଗାଡ଼ି ନାହିଁ, କୌଣସି ଚିନ୍ତା କରିବାକୁ ପଡ଼ୁନାହିଁ। ଓଲା ଆପ୍କୁ ଯାଇ ଯଦି ଟ୍ରାଭେଲିଂ ପାଇଁ ବୁକ୍ କରୁଛନ୍ତି, ସାଙ୍ଗେ ସାଙ୍ଗେ ମିଳିଯାଉଛି ଆପଣଙ୍କ ପସନ୍ଦର ଗାଡ଼ି। ଓଲା କ୍ୟାବ୍ର ଆପ୍ଲିକେସନ ସାହାଯ୍ୟରେ କାର୍, ଅଟୋ କିମ୍ବା ବାଇକ୍ ଯାହା ସିଲେକ୍ଟ କରିବେ ସେହି ଗାଡ଼ି ଆସି ପହଞ୍ଚି ଯାଉଛି ଆପଣ ଛିଡ଼ା ହୋଇଥିବା ଲୋକେସନରେ। ହେଲେ ଆପଣ ଜାଣନ୍ତି କି ଏହାରି ପଛରେ ଲାଗିଛି କେତେ ପରିଶ୍ରମ? ଏହି ଓଲାକୁ ଏକ ପ୍ରତିଷ୍ଠିତ କମ୍ପାନୀ ଭାବରେ ସୁନାମ ଆଣିବା ପାଇଁ ତାଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼ିଥିଲା। ଏହାର ପ୍ରତିଷ୍ଠାତା ଭାବିଶ ଅଗ୍ରୱାଲଙ୍କ ପାଇଁ ଚ୍ୟାଲେଞ୍ଜ ଥିଲା ଅନେକ। ବାଲ୍ୟ ଜୀବନ ପଞ୍ଜାବର ଲୁଧିଆନା ସହରରେ 1985 ମସିହା ଅଗଷ୍ଟ 28 ତାରିଖରେ ଜନ୍ମଗ୍ରହଣ କରିଥିଲେ ଭାବିଶ ଅଗ୍ରୱାଲ। ତାଙ୍କ ପିତାଙ୍କ ନାମ ନରେଶ କୁମାର ଅଗ୍ରୱାଲ ଓ ମାତାଙ୍କ ନାମ ଥିଲା ଉଷା ଅଗ୍ରୱାଲ। ଉଭୟ ଯାକ ଥିଲେ ପେଶାରେ ଡକ୍ଟର। ଭାବିଶ ଜଣେ ବଣିଆ ପରିବାରର ପିଲା ହୋଇଥିବାରୁ ତାଙ୍କୁ ଚାକିରି ଅପେକ୍ଷା ବିଜନେସ୍ କରିବା ପାଇଁ ଅଧିକ ଇଚ୍ଛା ଥିଲା। ପିଲାବେଳୁ ଭାବିଶ ପାଠ ପଢ଼ାରେ ବହୁତ ହୁସିଆର ଥିଲେ। ସେ ତାଙ୍କ ପ୍ରାରମ୍ଭିକ ଶିକ୍ଷା ପଞ୍ଜାବରୁ ସାରିବା ପରେ ବିଟେକ୍ ଆଇଆଇଟି ବମ୍ବେରେ କରିଥିଲେ। ଯେହେତୁ ସେ ଜଣେ ଭଲ ଛାତ୍ର ଥିଲେ, ତେଣୁ ତାଙ୍କୁ ପାଠ ପଢ଼ାରେ କୌଣସି ଅସୁବିଧା ନଥିଲା। 2008 ମସିହାରେ ବିଟେକ୍ ସରିବା ପରେ ମାଇକ୍ରୋସଫ୍ଟରେ 2 ବର୍ଷ ରିସର୍ଚ୍ଚ କରିବା ଆରମ୍ଭ କରିଦେଇଥିଲେ। ସେ 2ଟି ପେଟେଣ୍ଟ ଫାଇଲ ସଫଳତାର ସହ ପ୍ରସ୍ତୁତ କରିବା ସହ ଆନ୍ତର୍ଜାତୀୟ ଜର୍ନାଲରେ 3ଟି ରିସର୍ଚ୍ଚ ପେପର ପବ୍ଲିଶ କରିଥିଲେ। ତାପରେ ଭାବିଶ ଚାକିରି କରିବାକୁ ଇଚ୍ଛା ପ୍ରକାଶ କରିନଥିଲେ। କିଛି ନୂଆ କରିବାକୁ ତାଙ୍କ ମନ ଚାହୁଁଥିଲା। ତେଣୁ ସେ ମାର୍କେଟର ଥିବା ଡିମାଣ୍ଡକୁ ନେଇ କିଛି କରିବାକୁ ଚାହିଁଲେ। ସେ ଦେଖିଲେ ଯେ ଭାରତ ବର୍ଷରେ ରାସ୍ତାଘାଟର ସୁବିଧା ଥିବା ସତ୍ତ୍ୱେ ବି ଯାତାୟାତ ପାଇଁ ଅନୁକୂଳ ସୁବିଧା ନାହିଁ। ଲୋକଙ୍କୁ ଯାତାୟାତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ତା ପାଇଁ ଲୋକଙ୍କୁ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡୁଛି। ଘଣ୍ଟା ଘଣ୍ଟା ଧରି ରାସ୍ତା ପାଖରେ ଛିଡ଼ା ହେବାକୁ ପଡୁଛି। ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ବିଳମ୍ବ ମଧ୍ୟ ହେଉଛି। ଗନ୍ତବ୍ୟ ସ୍ଥଳରେ ଠିକ୍ ସମୟରେ ପହଞ୍ଚି ନ ପାରିବା କାରଣରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାମ ମଧ୍ୟ ହାତଛଡ଼ା ହେଉଛି। ସେଥିପାଇଁ ତାଙ୍କ ମନରେ ଏକ ଅଭିନବ କଥା ଆସିଲା। ସେ ଏକ ଟ୍ରାଭେଲ ବ୍ୟବସ୍ଥା ଆରମ୍ଭ କରିଥିଲେ, ଯାହାପରେ ସେ ସେହି କମ୍ପାନୀକୁ 2010 ମସିହାରେ ଓଲାରେ ପରିଣତ କରିଥିଲେ। ଉଦ୍ୟୋଗୀ ଜୀବନ ଭାବିଶ ବହୁ ରାଷ୍ଟ୍ରୀୟ କମ୍ପାନୀରେ କାମ କରିବା ସମୟରୁ ହିଁ ସ୍ଥିର କରିଦେଇଥିଲେ ଯେ ସେ ବେଶୀ ଦିନ ଆଉ ଚାକିରି କରିପାରିବେ ନାହିଁ। ରିସର୍ଚ୍ଚ ସରିବା ପରେ କିଛି ନୂଆ ଆରମ୍ଭ କରିବେ ବୋଲି ମନରେ ସ୍ଥିର କରିଥିଲେ। ତେଣୁ ସେ ଏକ ଇ କମର୍ସ ଟ୍ରାଭେଲିଂ ବା ଏକ ଅନଲାଇନ୍ ଟ୍ରାଭେଲ୍ସ ଏଜେନ୍ସି ଆରମ୍ଭ କଲେ, ଯାହାର କାମ ହେଲା କମ୍ ଖର୍ଚ୍ଚ ଓ ସୀମିତ ସମୟ ଭିତରେ ଯାତ୍ରା କରିପାରିବେ। ବୁକ୍ କରିବା ମାତ୍ରେ ମନପସନ୍ଦର ଗାଡ଼ି ପହଞ୍ଚି ଯାଉଥିଲା ଘର ପାଖରେ। ପ୍ରଥମେ ଏହାର ଚାହିଦା ଟିକେ କମ୍ ଦେଖାଯାଇଥିଲା। ଲୋକମାନେ ଅନଲାଇନ୍ ସହିତ ସେତେବେଳେ ଏତେ ଜଡ଼ିତ ହୋଇନଥିଲେ। ଯେତେବେଳେ ଅଧିକରୁ ଅଧିକ ଲୋକ ଅନଲାଇନ୍ ସହିତ ଯୋଡ଼ି ହୋଇଗଲେ, ଭାବିଶ ଦେଖିଲେ ତାଙ୍କ ସ୍ୱପ୍ନର ପ୍ରୋଜେକ୍ଟକୁ ଆସ୍ତେ ଆସ୍ତେ ସଫଳତା ମିଳୁଛି। ଲୋକପ୍ରିୟତା ମଧ୍ୟ ଭାରତରେ ବଢ଼ୁଛି। ତାଙ୍କ ଇ କମର୍ସ କମ୍ପାନୀ ଦ୍ୱାରା ଲୋକଙ୍କ କାମ ହୋଇଯିବା ସହିତ କମ୍ ଖର୍ଚ୍ଚରେ ମଧ୍ୟ ଲୋକେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଯାଉଛନ୍ତି, ଯାହାଦ୍ୱାରା ସେଥିରେ ତାଙ୍କୁ ଅନେକ ସଫଳତା ମିଳିଥିଲା। ତାପରେ ସେହି କମ୍ପାନୀକୁ 3 ଡିସେମ୍ବର 2010 ମସିହାରେ ଓଲାରେ ପରିଣତ କଲେ। ଏଥିରେ ତାଙ୍କୁ ଅନେକ ସହଯୋଗ କରିଥିଲେ ତାଙ୍କର ଜଣେ ବନ୍ଧୁ ଅଙ୍କିତ ଭଟ୍ଟ। ଲୋକଙ୍କ ଆବଶ୍ୟକତାକୁ ଦେଖି ଭାବିଶ କାମ କରିବା ଆରମ୍ଭ କରିଦେଇଥିଲେ।
देशर 90% लोकंक पाखरे ऑटोमोबाइल रो सुविधा नथिला। जो 10% पाखरे थिला सेमाने केवल गाड़ी चढ़िबार मजा उठाउथिले। 90% लोकंक पई से आरंभ करिदेले ओला कैब रो व्यवस्था, जहाकी निज गाड़ी न किनि सुथा कम खर्चरे गाड़ी चढ़िबार अनुभव नहीं पारिबे और अचिरे निज लक्ष्य स्थल रे पहुंची काम करि पारिबे। सेथिपाई मध्य से एक ग्राहक सर्वे करिथिले। से जानिबाकू चाहुथिले ग्राहक कौन कहिबाकू चाहुछंती। से करिथिबा सर्वे अनुसार लोकंको सुविधा पाई निर्दिष्ट लोकेशन रु पिकअप और ड्रॉप करिबा, लोकंको उत्तम व्यवहार देखाइबा भली अनेक गुरुत्वपूर्ण विषय को आखि आगरे रखिथिले। एभली अनेक कथा ओलारे काम करुथिबा ड्राइवर माननकू प्रशिक्षण दिया जाइथिला। सेथिरे से सफल मध्य होइथिले। लोकंको पाखरे पहुंची पारिथिला ओला कैब अति सहजरे और लोक माने आग्रह सहकारे मध्य व्यवहार करिथिले। लोकंको आहुरी ओला प्रति आकृष्ट कराइबा पई ग्राहक माननकू विभिन्न प्रकार ऑफर देबाकू लागिले भाविस, जहा फलरे ओला बहुत कम समय रे साधारण रे लोकप्रियता अर्जन करिबारे लागिला। एबे ओला भारत सह विश्वर विभिन्न देश रे निजर सेवा जोगाई आसुछि। ओलार हेडक्वार्टर्स बेंगालुरु रे रहितिबा बेले एहार नेटवर्किंग सारा विश्व रे रहिछि। सेहिभली एबे विश्वर बड़ बड़ देश जेमिति कि ऑस्ट्रेलिया, न्यूजीलैंड एवं लंडन भली देश रे ओला कैब्र सेवा लोकमाने पाई पारुछंती। 2023 रिपोर्ट मुताबक भाविस को संपत्ति आनुमानिक 3500 कोटी रु अधिक बोली जणा पड़िछि। एबे ओला द्वारा 4 लाख रु अधिक लोक रोजगार पाई पारिछंती। ब्यूरो रिपोर्ट, साधना लाइव।